ଜାନୁଆରୀ ମାସ 8 ତାରିଖରୁ ଆରମ୍ଭ ହେବ 26ତମ ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ମହୋତ୍ସବ। ମହୋତ୍ସବକୁ ଉଦ୍ଘାଟନ କରିବେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୋଲି କହିଲେ କମିଟିର କର୍ମକର୍ତ୍ତା। ଆସନ୍ତା ନୂଆବର୍ଷ ଜାନୁଆରୀ ମାସ 8 ତାରିଖରୁ ବାଲେଶ୍ୱର ଚାନ୍ଦିପୁରରେ ଆରମ୍ଭ ହେବ ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ମହୋତ୍ସବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି ବୋଲି ରବିବାର ଦିନ ବାଲେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଏହି 4 ଦିନିଆ କାର୍ଯ୍ୟକ୍ରମରେ ନେତା, ମନ୍ତ୍ରୀ, ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାନସଭାର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ସୋର ବିଧାୟକ ମାଧବ ଚନ୍ଦ୍ର ଧଡ଼ା, ନୀଳଗିରି ବିଧାୟକ ସନ୍ତୋଷ କଟୁଆ, ସଦର ବିଧାୟକ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ସୁବାସିନୀ ଜେନା, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ଜିଲ୍ଲା ପରିଷଦ ନାରାୟଣ ଚନ୍ଦ୍ର ପ୍ରଧାନ, ବାଲେଶ୍ୱର ପୌର ଅଧ୍ୟକ୍ଷା ସବିତା ସାହୁ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର କଳା, ସାହିତ୍ୟ, ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ ଦଳମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ସେହିପରି ନେପାଳରୁ ଆସୁଥିବା କଳାକାରମାନଙ୍କ ଦ୍ୱାରା ନେପାଳୀ ଫୋକ୍ ଡ୍ୟାନ୍ସ ସାଙ୍ଗକୁ ପୁରୀ ଜିଲ୍ଲାର ଗୋଟିପୁଅ ନୃତ୍ୟ, କୋଲକାତାର ପ୍ରସିଦ୍ଧ ଅର୍କେଷ୍ଟ୍ରା ମହୋତ୍ସବକୁ ବେଶ ଆକର୍ଷିତ କରିବ। ବାଲେଶ୍ୱର ସମେତ ସମଗ୍ର ଓଡ଼ିଶା ଏବଂ ଓଡ଼ିଶା ବାହାରର ଖ୍ୟାତନାମା କଳାକାରମାନେ ଏହି ମହୋତ୍ସବରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ସାଙ୍ଗକୁ ମିଶନ ଶକ୍ତି ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ଷ୍ଟଲ, କୁଟୀର ଶିଳ୍ପର ଷ୍ଟଲ ଖୋଲାଯିବ। ସେହିପରି ପ୍ରତିରକ୍ଷା ବିଭାଗର ଷ୍ଟଲ ଏବଂ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଇତ୍ୟାଦି ସାମୁଦ୍ରିକ ଖାଦ୍ୟ ଫୁଡ୍ର ଷ୍ଟଲ ମଧ୍ୟ ଖୋଲାଯିବ। ଏହି ଅବସରରେ କମିଟିର ସ୍ମରଣିକା ସୁବର୍ଣ୍ଣିକତା ଉନ୍ମୋଚିତ ହେବ। ଏହା ପୂର୍ବରୁ ମହୋତ୍ସବର ପୃଷ୍ଠପୋଷକ ତଥା ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କର ପରାମର୍ଶ କ୍ରମେ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କୁ ମହୋତ୍ସବର ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। 4 ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ କମିଟିର ସଭାପତି ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ଉପସଭାପତି ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ସାଧାରଣ ସମ୍ପାଦକ ହରେକୃଷ୍ଣ ଦାସ ପ୍ରମୁଖଙ୍କ ସହ ଅନ୍ୟମାନେ ସୂଚନା ଦେଇଛନ୍ତି। ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା। ଆଗାମୀ 26 ଆପଣମାନଙ୍କର, ଆପଣଙ୍କ ପରିବାର ସମସ୍ତଙ୍କର ମଙ୍ଗଳ ହେଉ। ଆପଣଙ୍କ ମାଧ୍ୟମରେ ସମସ୍ତ ଜନସାଧାରଣଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆମର 26ତମ ଚାନ୍ଦିପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଜାନୁଆରୀ 8, 9, 10, 11 4 ଦିନ ବ୍ୟାପୀ ହେବ। ସମସ୍ତ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ସଂଗଠନକୁ ନେଇକି ଆମର ଚାନ୍ଦିପୁର ବେଳାଭୂମି ମହୋତ୍ସବ କମିଟି ଏବଂ ଚାନ୍ଦିପୁରର ସ୍ଥାନୀୟ ଜନସାଧାରଣ, ତାଙ୍କର ସ୍ଥାନୀୟ ଲୋକପ୍ରତିନିଧି, ହୋଟେଲ ଆସୋସିଏସନ ସମସ୍ତଙ୍କୁ ନେଇକି ଏ କାର୍ଯ୍ୟକ୍ରମ କରାଯାଏ। ତାକୁ ଏଥର ମଧ୍ୟ ଆମେ ଆଉ ଟିକେ ଅଧିକ ଆକର୍ଷଣୀୟ କରିବା ପାଇଁ ଯୋଜନା କରିଛୁ। ତେଣୁ ଆଉ ବିଭିନ୍ନ ଦିନ ସାରା ମଧ୍ୟ ବିଭିନ୍ନ ପ୍ରତିଯୋଗିତା କରିବା ପାଇଁ ଏଥର ଯୋଜନା କରାଯାଇଛି। ଜିଲ୍ଲା ସ୍ପୋର୍ଟସ ତରଫରୁ ସେଠି କିଛି ସ୍ପୋର୍ଟସ କାର୍ଯ୍ୟକ୍ରମ, ବିଚ୍ ଭଲିବଲ ପରି କିଛି କାର୍ଯ୍ୟକ୍ରମ କରାଯିବ। ତା ସହିତ କିଛି ପ୍ରତିଯୋଗିତା ଯେମିତି ଗୁଡ଼ି ଉଡ଼ା ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ବାଲୁକା ଶିଳ୍ପୀମାନଙ୍କୁ ଡାକିକି ସେଠି ଗୋଟେ ତାଙ୍କର ପ୍ରତିଯୋଗିତା ଏମିତି କରାଯିବ। ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ନିଶ୍ଚିତ ଭାବରେ ତାର ବିଭିନ୍ନ ମନ୍ତ୍ରୀ ବିଭିନ୍ନ ଦିନ ଆସିବା ପାଇଁ କାର୍ଯ୍ୟକ୍ରମ ରହିଛି। ଏବଂ ଯେଉଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଏବଂ ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ଆମର କଳାକାରମାନେ ଆସିକି ଯେମିତି ପ୍ରସ୍ତୁତ କରିବେ। ଏଥର ବେଙ୍ଗଲରୁ ଗୋଟେ ଗ୍ରୁପ୍ ଆସୁଛି, ଯେଉଁ ଯେ ମାନେ କି ଆସାମର ବିହୁ ଏବଂ ନେପାଳର ଫୋକ୍ ଡ୍ୟାନ୍ସ ଏମିତି ଗୁଡ଼ିଏ କାର୍ଯ୍ୟକ୍ରମ ନେଇକି ଆସୁଛନ୍ତି। ଅର୍କେଷ୍ଟ୍ରା ଛୋଟ ବଡ଼ ହେବ, ବଡ଼ ଅର୍କେଷ୍ଟ୍ରା ହେବ, ବଡ଼ ବଡ଼ ଯେଉଁ ଇଣ୍ଟରନ୍ୟାସନାଲ୍ ଫେମ୍ ବାଲା, ନ୍ୟାସନାଲ୍ ଫେମ୍ ବାଲା ଯେଉଁମାନେ ଇଣ୍ଡିଆନ୍ ଆଇଡଲ୍ ବିଭିନ୍ନ ଆଡ଼େ ସକ୍ସେସ୍ କରିଛନ୍ତି, ଫାଇନାଲିଷ୍ଟ ହେଇଛନ୍ତି, ସେମିତି କଳାକାରମାନଙ୍କୁ ମଧ୍ୟ ଗତ ବର୍ଷ ଅଣା ହେଇଥିଲା। ସେ ଆପଣ ମନେ ଥିବ, ସେ ନାଗାଲ୍ୟାଣ୍ଡର ଛୋଟ ଝିଅଟି ଅଣା ହେଇଥିଲା। ସେମିତି ଟିକେ ଆଉ ଟିକେ ସିନିୟର ଲୋକ, ଆଉ ଟିକେ ସିନିୟର କଳାକାର ଏଥର ଆସିବେ ଏବଂ କାର୍ଯ୍ୟକ୍ରମ ବହୁତ ହେବ। ବିଭିନ୍ନ ପ୍ରକାର ଷ୍ଟଲ୍ ଲାଗିବ। ସରକାରଙ୍କ ତରଫରୁ ଯେତିକି ସ୍ପନ୍ସର ହେବା କଥା ସେତିକି ମଧ୍ୟ ହେବ। ଆମର DIC ହେଉ, ସ୍ପୋର୍ଟସ ବିଭାଗ ହେଉ, ଆମର DRDA
हो पॉलिसी जो मेला रकम से स्पॉन्सर करती से करेंगे एवं खूब आकर्षणीय करने आम समस्ते योजना करुँ एवं मिलित भाव में आपण मान सहयोग जनसाधारण सहयोग जमी 26 वर्ष धरिक ये चली आशा करी आप सहयोग रे कार्यक्रम आहरी चित्ताकर्षक हम और लोक आहरी आमोदित कर आमर ऑडिशन आगामी संडे हम आगामी रविवार जो हूँ 4 तारिख रे ऑडिशन हम कलाकार मैंने आप जानते बहुत आसती शताधिक आसती ऑडिशन रे आम समस्त को एंटरटेन किंतु लोकल ट्रुप पर स्वतंत्र भाव में संध्या मीटिंग पूर्वर घंटे रु 1.5 घंटा आम स्थानीय कलाकार को दो एवं से मंच रे जो माने भी आज जाए एंकरिंग करिसेंती माने सेठी परफॉर्म करचंती समस्ते नेशनल लेवल और बड़ कलाकार होती तेणु से सुजोग आम निश्चित भाव में आम स्थानीय बासिंदा को देवु एवं आप देखिए आम प्रथम दिन आम आहरी टी अधिक स्थानीय को दवाई सुजोग करने आम योजना करुचु से निश्चित पदक्षेप निया बालेश्वरवासी को कहि आप सहयोग आज चांदीपुर सारा विश्व में आज परिचय पाई गत 25-26 वर्ष भितर चांदीपुर लोकों को आकर्षित करिछि। ଏହି ଅବସରରେ ନୂତନ ଭାବେ କମିଟିର ସଦସ୍ୟ ଡକ୍ଟର ଲକ୍ଷ୍ମୀନାରାୟଣ ମହାନ୍ତିଙ୍କୁ ଉପସଭାପତି ଭାବେ ବିବେଚନା କରାଯାଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ରାଜେନ୍ଦ୍ର ପଟ୍ଟନାୟକ ଏବଂ ସମ୍ପାଦକ ଭାବେ ପ୍ରଶାନ୍ତ ମହାନ୍ତିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ କମିଟିର ଅତିରିକ୍ତ ସାଧାରଣ ସମ୍ପାଦକ ଭାବଗ୍ରାହୀ ମହାନ୍ତି, ସମ୍ପାଦକ ଭାଗବତ ସାହୁ, ସମରେନ୍ଦ୍ର ଦାସ, କିଶୋର ଦାସ, ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନ, କୋଷାଧ୍ୟକ୍ଷ ମାଧବାନନ୍ଦ ମିଶ୍ର, ଗଙ୍ଗାଧର ରାଉତ, ଅମୃତାଂଶୁ ପଟ୍ଟନାୟକ, ନିର୍ମାଲ୍ୟ ମହାନ୍ତି, ପୁଣ୍ୟବ୍ରତ ମହାନ୍ତି, ରାଜେନ୍ଦ୍ର ପଟ୍ଟନାୟକ, ଆରତୀ ଦାସ, ସନ୍ଧ୍ୟାରାଣୀ ଭୂୟାଁ, ଜ୍ୟୋତିର୍ମୟୀ ସାମଲ, ରାମନାରାୟଣ ଶତପଥୀ, ସୁକୁମାର ରଣା, ସତ୍ୟନାରାୟଣ ନନ୍ଦ, शेख ଆଲାମ ଅଲ୍ଲୀ ଖାଁ, ତପନ ଜେନା, ଶ୍ରୀକାନ୍ତ ନାୟକ, ହାଇଦର ଖାନ୍, ସମରେଶ କୁମାର ସାମଲ ପ୍ରମୁଖ କର୍ମକର୍ତ୍ତା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। सेंट जॉन कॉलेज ऑफ नर्सिंग एंड पैरामेडिकल्स रे एडमिशन चली बैचलर ऑफ फिजियोथेरापी बा बीपीडी कोर्स पई जोगाजोग करंतु। सेंट जॉन कॉलेज ऑफ नर्सिंग एंड पैरामेडिकल्स मिशन कंपाउंड बालेश्वर।